90% ପ୍ରୋବ୍ଲେମର କାରଣ ଆପଣ ଜାଣିଥିବେ। ଆମେ ସବୁବେଳେ କହୁନା ଏଇଟା ତାର ଭୁଲ, ଏଇଟା ସେ ଭୁଲ କରିଛି, ସେ ତ ସବୁବେଳେ ଭୁଲ କରେ ଆଉ ମୁଁ ଠିକ ସେ ଭୁଲ, ଏଇଠୁ ଆରମ୍ଭ ସବୁ। ମୁଁ ଠିକ ସେ ଭୁଲ, ସବୁବେଳେ ଆମେ କହୁଛେ ତାର ଭୁଲ। ଗୋଟିଏ ଆଙ୍ଗୁଳି, ତିନିଟା ଆଙ୍ଗୁଳି ତ ଆମ ଆଡ଼କୁ ଅଛି ଅଲରେଡି। ଆମ ଜାଣତରେ ହଉ ଅଜାଣତରେ ହଉ, ଭୁଲ ଜଣେ କରୁ ବା ନ କରୁ ବେଳେବେଳେ ଭୁଲ ହେଇଯାଏ। ଆକ୍ସେପ୍ଟ କରିନେବା ହିଁ ମହାନତା। ଅଧା ଗଣ୍ଡଗୋଳ ସେଠି ହଅନ୍ତାନି। ମ୍ୟାକ୍ସିମମ୍ ଗଣ୍ଡଗୋଳର ଆରମ୍ଭ ମୁଁ ଠିକ ସେ ଭୁଲ, ବୁଝି ହୁଏନି। ଜାଣତରେ ହଉ ବା ଅଜାଣତରେ ହଉ, ଏଟା ବି ଆମର ଯଦି କହୁଛେ ମୁଁ ଠିକ ସେ ଭୁଲ, ଏଟା ବି ଅହଙ୍କାର। ଏ ବି ପରୋକ୍ଷ ଅହଙ୍କାର। କୋଉଠି ଟିକେ ତ ବୁଝିବା କାହାକୁ। ମତେ ଯାହା 6 ଦେଖାଉଛି ତାକୁ 9 ଦେଖାଉଛି, କାରଣ ସେ ଫ୍ରଣ୍ଟରେ ଠିଆ ହେଇଛି। ସେ ଠିକ ଅଛି ତା ଜାଗାରେ, ମୁଁ ମୋ ଜାଗାରେ ଠିକ ଅଛି। ତାହେଲେ ଆସନ୍ତୁ ଦେଖିବା ଭୁଲ କୋଉଠି ଅଛି, କିଏ କରିଛି ନୁହଁ, ଭୁଲ କୋଉଠି ଅଛି ଆସନ୍ତୁ ଦେଖିବା। ସବୁ ପ୍ରୋବ୍ଲେମ ସଲ୍ଭ ହେଇଯିବ।